ମୁଁ ରଞ୍ଜିତା ସତ୍ୟ ଅପରାଧର ଏକ ନୂଆ କଥାକୁ ନେଇ ଆପଣଙ୍କୁ ମୋ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ ଏହି ଅଧ୍ୟାୟରେ ଭାରତବର୍ଷରେ ପ୍ରଚଳିତ ଏକ ପ୍ରଥା ବା ପରମ୍ପରା ବିଷୟରେ ଆଲୋଚନା କରିବା। ଯେଉଁ ପ୍ରଥା ବା ପରମ୍ପରା ଅନୁସାରେ ନିଜର ଜନ୍ମିତ ସନ୍ତାନ ସନ୍ତତିମାନେ ନିଜର ପିତାମାତାଙ୍କର ଜୀବନ୍ତ ହତ୍ୟା କରିଥାନ୍ତି। କ'ଣ ବିଶ୍ୱାସ ହେଉନି? ହଁ ଆଜ୍ଞା, ଏଇଟା ସତ। ଆପଣମାନେ ଭାବୁଥିବେ ଯେଉଁ ଭାରତବର୍ଷରେ ଶ୍ରବଣ କୁମାର ଭଳି ପୁଅ ନିଜର ଅନ୍ଧ ବାପା ମାଆଙ୍କୁ ଭାରରେ ବୋହି ବୋହି ସମସ୍ତ ତୀର୍ଥକ୍ଷେତ୍ର ଦର୍ଶନ କରାଇଥିଲା, ଆଉ ଯେଉଁ ଭାରତରେ ପ୍ରଭୁ ରାମଚନ୍ଦ୍ର ପିତୃସତ୍ୟ ପାଳନ କରିବା ପାଇଁ 14 ବର୍ଷ ବନବାସ କରିଥିଲେ, ସେହି ଭାରତବର୍ଷରେ ସତରେ କ'ଣ ଏଭଳି ପ୍ରଥା ପ୍ରଚଳିତ? ଏଠାରେ ମୁଁ ଗୋଟେ ଅନୁଭୂତିର କଥା ଆପଣମାନଙ୍କ ସହିତ ସେୟାର କରିବାକୁ ଚାହିଁବି। ଆପଣମାନେ ବି ଅଳ୍ପ ବହୁତ ଅନୁଭବ କରିଥିବେ। ବେଳେବେଳେ କୌଣସି ଏକ ରୋଗୀ ଯେତେବେଳେ ଏକ ଦୁରାରୋଗ୍ୟରେ ପୀଡ଼ିତ ହୋଇଥାନ୍ତି ବା ବହୁତ ଯନ୍ତ୍ରଣା ତାଙ୍କୁ ଭୋଗିବାକୁ ପଡ଼ୁଥାଏ, ସେତେବେଳେ ସେ ନିଜେ ହିଁ କହିଥାନ୍ତି, ପ୍ରଭୁ ଏ କଷ୍ଟ ମୁଁ ଆଉ ସହ୍ୟ କରିପାରୁନି, ତେଣୁ ମୋତେ ମୃତ୍ୟୁ ଦେଇ। ବେଳେବେଳେ ଏମିତି ହୁଏ, ପରିବାରର କୌଣସି ସଦସ୍ୟ ବାର୍ଦ୍ଧକ୍ୟଜନିତ ରୋଗରେ ରୋଗଶଯ୍ୟାରେ ପଡ଼ି ବହୁତ ଦିନ ପଡ଼ିବା ଦ୍ୱାରା ଯେତେବେଳେ ତାଙ୍କର ଚଳପ୍ରଚଳ ହେବା ଅସମ୍ଭବ ହୋଇପଡ଼େ ଏବଂ ସେମାନେ ବେଡ୍ରିଡନ୍ ହେଇଯାଆନ୍ତି, ଅଧିକ ଦିନ ପଡ଼ିବା ଦ୍ୱାରା କ'ଣ ହୁଏ, ତାଙ୍କ ଦେହ ଯାକ ବେଡ୍ ସୋର୍ ହୋଇଯାଏ। ସେମାନେ ବହୁତ କଷ୍ଟ ଭୋଗିବାକୁ ପଡ଼ିଥାଏ, ଆଉ ପରିବାର ଲୋକେ ତାଙ୍କର କଷ୍ଟକୁ ସହିପାରନ୍ତିନି। ଆଉ ସେତେବେଳେ ପରିବାର ଲୋକ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରନ୍ତି, ବିଭିନ୍ନ ପ୍ରକାର ପୂଜା ଅର୍ଚ୍ଚନା କରନ୍ତି, ଠାକୁରଙ୍କୁ ଭିକ୍ଷା ମାଗନ୍ତି ଯେ ପ୍ରଭୁ ତାଙ୍କୁ ଏ କଷ୍ଟରୁ ମୁକ୍ତି ଦେଇଦିଅ, ଯଦି ତାଙ୍କୁ ଭଲ କରିବାର ଅଛି ଭଲ କରିଦିଅ, ଆଉ ଯଦି ଭଲ କରିବାର ନାହିଁ ତାଙ୍କୁ ଏପରି ଅବସ୍ଥାରେ ବେଶୀ ଦିନ ରଖା ନଯାଉ, ବରଂ ତାଙ୍କୁ ମୁକ୍ତି ଦେଇଦିଅ। ସମସ୍ତେ କେବଳ ପ୍ରାର୍ଥନା କରିଥାନ୍ତି ତାଙ୍କର ମୃତ୍ୟୁକୁ, କିନ୍ତୁ କେହି କେବେ ଇଚ୍ଛା କରନ୍ତିନି ଯେ ତାଙ୍କୁ ମାରିଦେବାକୁ। ଘରେ ଯେତେବେଳେ ଗୋଟିଏ ଶିଶୁଟିଏ ଜନ୍ମ ନିଏ, ଖୁବ୍ ଆଡ଼ମ୍ବରରେ ତାକୁ ସ୍ୱାଗତ କରାଯାଏ, ତା'ର ଜନ୍ମଦିନ ପାଳନ କରାଯାଏ, ଆଉ ସେହି ପିଲା କେବେ ହେଲେ ନିଜର ପିତାମାତାଙ୍କୁ ମାରିବା କଥା ଚିନ୍ତା କ'ଣ କରିପାରିବ? ପିଲା ଯେତେ ଖରାପ ହେଲେ ବି ନିଜ ବାପା ମାଆଙ୍କୁ ହତ୍ୟା କରିବା ସ୍ୱପ୍ନରେ ସୁଦ୍ଧା ଭାବିପାରିବନି। କାରଣ ଆମ ଭାରତୀୟ ସଂସ୍କୃତି ବୟୋଜ୍ୟେଷ୍ଠ ଲୋକମାନଙ୍କୁ ଭକ୍ତି କରିବା, ସେବା କରିବା ହିଁ ଶିଖାଇଥାଏ। ଆଉ କୁହାଯାଏ ବାପା ମାଆଙ୍କର କରଜ ଗୋଟେ ପିଲା ଯେତେ ଚେଷ୍ଟା କଲେ ମଧ୍ୟ 7 ଜନ୍ମରେ ବି ଶୁଝିପାରିବ ନାହିଁ। କିନ୍ତୁ ଆଉ ଗୋଟେ କଥା ବି ଅଛି, ପୁତ୍ କପୁତ୍। କଥାରେ ଅଛି, କୁପୁତ୍ର ଜାୟତେ କୁମାତା ନ ଜାୟତେ। ତାର ଅର୍ଥ ବାପା ମା କେବେ ବି ଖରାପ ହେଇପାରନ୍ତିନି, କିନ୍ତୁ ଗୋଟେ କୁପୁତ୍ର ବି ହେଇପାରେ। ଆମେ ଏହି ପୁତ୍ କୁପୁତ୍ ହେବାର ଦୃଷ୍ଟାନ୍ତ ଆମ ଅଞ୍ଚଳରେ ବା ଆମ ଭାରତବର୍ଷରେ ବଢ଼ୁଥିବା ବୃଦ୍ଧାଶ୍ରମ ଏବଂ ବୃଦ୍ଧାଶ୍ରମରେ ବଢ଼ୁଥିବା ସଦସ୍ୟଙ୍କ ସଂଖ୍ୟାରୁ ଜାଣିପାରିବା। କିନ୍ତୁ କପୁତ୍ ହେବା ପାଇଁ ଗୋଟେ ପରମ୍ପରା ଅଛି, ଏହା ବିଲକୁଲ ବି ବିଶ୍ୱାସଜନକ ନୁହେଁ। ଭାରତବର୍ଷରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପରମ୍ପରା ନାଁରେ ପିଲାମାନେ ନିଜର ପିତାମାତା ବୃଦ୍ଧ ହେବା ଆଗରୁ ହିଁ ତାଙ୍କର ହତ୍ୟା କରିଥାନ୍ତି, ଆଉ ସେହି ପରମ୍ପରା ଆଜି ମଧ୍ୟ ଜୀବିତ ରହିଛି। ଆଜିକାଲି ଆମେ ବୃଦ୍ଧାଶ୍ରମ ବା ଜରାଶ୍ରମ ବା ଓଲ୍ଡ ଏଜ୍ ହୋମ୍ ଯାହାକୁ କୁହାଯାଏ, ସେ ବିଷୟରେ ଅନେକ ଶୁଣୁଛେ। ସମାଜରେ ବର୍ତ୍ତମାନର ନୂଆ ପିଢ଼ିମାନଙ୍କର ମାନସିକତାକୁ ଯଦି ନିରୀକ୍ଷଣ କରାଯାଏ, ତେବେ ଆଉ ବୃଦ୍ଧାଶ୍ରମ ନିଶ୍ଚିତ ରୂପେ ଏକ ସୁବ୍ୟବସ୍ଥିତ ସ୍ଥାନ। ଏଠାକାର ବୃଦ୍ଧ ବୃଦ୍ଧାମାନଙ୍କ ସହିତ ଯଦି ଆଲୋଚନା କରାଯାଏ, ତେବେ ଆମେ ନିଶ୍ଚିତ ରୂପେ ଜାଣିପାରିବା, ସେମାନେ କହିବେ, ହଁ, ଯେଉଁ ପିଲାକୁ ଆମେ ରକ୍ତକୁ ପାଣି କରି ତାକୁ ମଣିଷ କରିବାରେ ଲାଗି ପଡ଼ିଥିଲୁ, ଯେଉଁ ପିଲା ଟିକେ ପଡ଼ିଗଲେ ତାକୁ କଷ୍ଟ ହେବା ଆଗରୁ ଆମ ଆଖିରୁ 2 ଧାର ଲୁହ ବୋହି ଆସୁଥିଲା, ସେହି ପିଲା ସେବା ଶୁଶ୍ରୂଷା ତ ଦୂରର କଥା, ଆମକୁ ପାଖରେ ମଧ୍ୟ ରଖିବାକୁ ଇଚ୍ଛା କରୁନି। ତେଣୁ ପିଲାମାନଙ୍କ ବିନା ଏମିତି ବଞ୍ଚିବା ଅପେକ୍ଷା ମରିଯିବା ହିଁ ଭଲ। ତାମିଲନାଡୁର କିଛି ଅଞ୍ଚଳରେ ବୃଦ୍ଧ ପିତାମାତାଙ୍କ ଠାରୁ ମୁକ୍ତି ପାଇବା ପାଇଁ ଆଜି ମଧ୍ୟ ହତ୍ୟା କରିବା ଏକ ପରମ୍ପରା ଭାବରେ ପ୍ରଚଳିତ ହୋଇ ଆସୁଛି। ଏହାକୁ ଥଲାଇ କୁତ୍ତଲ କୁହାଯାଏ। ଥଲାଇର ଅର୍ଥ ହେଉଛି ମୁଣ୍ଡ, କୁତ୍ତଲର ମାନେ ହେଉଛି ଗାଧୋଇ ଦେବା। ସାଧାରଣତଃ ପୁଅ ବୋହୂ, ଝିଅ ଜ୍ୱାଇଁ, ସାହି ପଡ଼ିଶା, ଦୂର ସମ୍ପର୍କୀୟ, ଏହିପରି ଅନେକ ସେମାନେ ଥଲାଇ କୁତ୍ତଲ କରିଥାନ୍ତି। ସେମାନେ କ'ଣ କରନ୍ତି, ଯେଉଁ ବ୍ୟକ୍ତିଟିକୁ ଥଲାଇ କୁତ୍ତଲ କରିବାର ପୂର୍ବରୁ ଯୋଜନା ହୋଇଥାଏ, ତାର ଗୋଟେ ଦିନ ପୂର୍ବରୁ ତାଙ୍କୁ ଖାଇବାକୁ ଦିଆଯାଇନଥାଏ। ସୂର୍ଯ୍ୟୋଦୟ ହେବା ପୂର୍ବରୁ ତାଙ୍କୁ ମୁଣ୍ଡରୁ ନଡ଼ିଆ ତେଲରେ ଗାଧୋଇ ଦିଆଯାଏ, ନଚେତ୍ ଚିଲ୍ଡ ୱାଟର ବା ଥଣ୍ଡା ପାଣିରେ ମୁଣ୍ଡକୁ ମସାଜ କରାଯାଏ ବହୁ ସମୟ ଧରି, ନଚେତ୍ ତାଙ୍କ ମୁଣ୍ଡ ଉପରେ 15-20 ବାଲ୍ଟି ପାଣି ଢାଳି ଦିଆଯାଏ। ଏହା ସବୁ ସୂର୍ଯ୍ୟୋଦୟ ପୂର୍ବରୁ କରାଯାଏ ଏବଂ ସୂର୍ଯ୍ୟୋଦୟ ହେବା ପରେ ତାଙ୍କୁ ଦିନର ବିଭିନ୍ନ ସମୟରେ ପଇଡ଼ ପାଣି ଜବରଦସ୍ତି କରି ପିଇବାକୁ ଦିଆଯାଏ। ଫଳରେ ପ୍ରଚୁର ପରିମାଣରେ ପଇଡ଼ ପାଣି ପିଇବା ଦ୍ୱାରା ଶରୀରରେ ପଟାସିୟମର ମାତ୍ରା ଅଧିକ ହୋଇ ଶରୀରର ଭିତରର ତାପମାତ୍ରା କମିଯାଏ ଏବଂ ବ୍ୟକ୍ତି ଜଣକୁ ପ୍ରବଳ ଜ୍ୱର ଆସେ। ତାଙ୍କୁ ତଳେ ଶୋଇବାକୁ ଦିଆଯାଏ ଏବଂ ଶେଷରେ ତାଙ୍କର କିଡନୀଟି ଖରାପ ହୋଇଯାଏ ଏବଂ 24 ଘଣ୍ଟା ଭିତରେ ତାଙ୍କର ମୃତ୍ୟୁ ଘଟିଥାଏ।
अन्य एक उपाय होची मिल्क थेरापी, जो व्यक्ति को पूर्व दिन किसी भी खाइबा दि जाए ना एवं समान दिन में तांकर नाक को बंद करी तांको क्षीर पीवा दि जाए। फल क्षीर तांकर फुसफुस मध्य को पशि जाई सेठारे ही तांकर मृत्यु घटी थाए। अनेक समय रे व्यक्ति जनक निद बटिका खुआई किंबा विष इंजेक्शन दे मारिबार मध्य दृष्टांत रही। विभिन्न कारणरू पुओ झियो माने तांकर पितामाता को एही थलाई कुत्तल पई बुझे सुझे राजी करई थांती आ से माने कहि थांती जे एहा तांकर इच्छा मृत्यु, किंतु इच्छा मृत्यु ना रे एहा एक षडयंत्र बा एहा एक प्री प्लान्ड मर्डर बोली मध्य कुहा जाई पारे। थलाई कुत्तल करिबार अनेक कारण रही। सबुठु मुख्य कारण होची आर्थिक अस्वच्छलता बा गरीबी। जेतेबेले परिवार वयोज्येष्ठ व्यक्ति बा वृद्ध माँ हुंतु कि बापा हुंतु जेतेबेले सेमाने रोजगार क्षम न थांती, किंतु सेमानक पछरे खाइबा खर्च हो तांकर औषध बाबदक खर्च हो एई सब खर्च गुड़िक परिवार पिलामानक उपरे बोझ भली पड़ी थाए। तेणु सेमाने चाहती सेमानकु हत्या करी बा थलाई कुत्तल करी सेथिरु मुक्ति पाइबा पई। तेणु मु तो कहिबी गरीबी होचे प्रथम कारण। अन्य एक केस रे जदि परिवारर बापा किंबा माँ जदि सरकारी चाकरी करूथांती आउ से चाकरी जदि एपरि व्यवस्था थाए जे तांकर मृत्यु परे तांको पिलांको से चाकरी दिया जिवो, ताले से क्षेत्र रे मध्य पिला चाहे जे निज पिता बा मातांकर थलाई कुत्तल करी से चाकरी को निजर करबा पई। कई पुओ झियो माने निजर संपत्ति को पाइबा पई भागबंटरा करिया पई मध्य थलाई कुत्तल करिथांती। मुख्यतः एहा गोटे प्रचलित परंपरा। जेतेबेले शिशुटीए देखे जे तार निजर बापा एवं माँ तांकर बापा एवं माँ को थलाई कुत्तल करूचंती सेतेबेले से शिशुटी शिखे जे एहा एक परंपरा। तेणु सी जेतेबेले सेई बयस को ता बापांक बयस को आसे से तार बापा मांकर मध्य थलाई कुत्तल करि थाए। तेणु एटा पीढ़ी दर पीढ़ी अनुसार एटा चली आसी। अनेक एटा को परंपरा भाव में ही करि आसी। परिवार रे जेतेबेले गोटे नवजात शिशुर आगमन हुए सेतेबेले समस्ते जेमिति खूब आनंद उत्साह उत्सव करिके पालन करिथांती, बंधु बांधव को निमंत्रित करिथांती, भोजी भात देइथांती। थलाई कुत्तल मध्य सेही भली पालन करा जाय। थलाई कुत्तल करिबा दिन पूर्वरु निर्धारण करा जाय थाए और सेही अनुसार बंधु बांधव साही पड़िसा समस्त को से दिन को निमंत्रण करा जाय थाए एवं व्यक्ति जनकर मृत्यु पर जणे आसी यही शुभ समाचार समस्त को शुणाई थाए। रीतिनीति अनुसार शव दाह करा जाए, यह परे सबु बंधु बांधव साही पड़िसा समस्त को भोजी दिया जाए। एबेठो यही प्रथा प्रचलन अछि तार कोनोसी हिसाब नै, किंतु थलाई कुत्तल करिबा पछरे निश्चित रूपे लुचि रहिथिला व्यक्तिगत स्वार्थ। आजिकालीर युव समाज निज वृद्ध बा रोगाग्रस्त पितामाता सेवा करने को अनिच्छुक। तेणु से समस्ते चाहती समय हेबा पूर्वरु तांको थलाई कुत्तल करदेवाई। तेणु से परंपरा ना रे कौनसी मते वृद्ध पितामाता को राजी करे नियंती थलाई कुत्तल को आपणेबाई। आउ निज पिलार स्वार्थ को आखि आगे रखी वृद्ध पितामाता मध्य राजी हो जाती निज जीवन को बलि पकाइबाई। कहीं क्यों प्राचीन काल ये प्रथाटी प्रचलित हो आसूची। लोक मान लोचन को बा सरकार दृष्टि को सेतबेले आसीथिला 2010 मसीह जितेबाला जड़े 60 वर्षीय व्यक्ति निजर थलाई कुत्तल हवा कथा जानीपारी घर लुचिकी पलि आसी निज जीवन को बचाई और थानार आश्रय नहीं। से प्रशासन बहु पदक्षेप नहीं सब बहु लोक पचरा उचरा किंतु कहीं ए मुह खोली नथिले एवं जो थलाई कुत्तल होता शरीर गुड़ी को दाह कर दि जाता। तेणु प्रशासन पाखे कौन भी उपाय नाला पोस्टमार्टम करी मृत्युर कारण खोजा जाना। अनेक समय सरकार हाथ में गोटे प्रमाण लगी थलाई कुत्तल गोटे परिवार पुओ बोहू को विदेश जीवार थिला। पुओटी को विदेश रे चाकरी रे जॉइन करिवार थिला, किंतु घरे वृद्ध पिता जे कि शय्याशायी थिले आउ तांको सांगरे नहीं कि जिबा भी संभव नथिला किंबा तांको छाड़ी कि जिबा एकुटिया भी संभव नथिला। तेणु बाध्य होई पुओटी तांकर पितांकर थलाई कुत्तल करिथिला। थलाई कुत्तल परी घृण्य प्रथा जेतेबेले प्रथम थर पई लोकलोचन को आसीथिला सेतेबेले विभिन्न महलरु निंदा करा जायतिला। राजनैतिक स्तर रे हो प्रशासन स्तर रे हो एवं प्रशासन अनेक गुडे पदक्षेप नैथिले एहाको बंद करिबा पई। अनेक गुडे एनजीओ मध्य कार्य करथिले आउ सीनियर सिटीजन को सुरक्षा देबा पई टोल फ्री नंबर मान प्रचलन करा जायतिला। अनेक गुडे वृद्धाश्रम सही स्थान गुडी करे खोला जायतिला, किंतु वर्तमान मध्य आमे माने केही भी सियोर नुहे केते दूर एही प्रथाटी अबलिश होई जाईची एवं एही प्रथाटी को आज पर्यंत आगे निया जाईनी आमे केही भी सियोर नुहे। कारण जदि भी आज आम मध्य रे एही प्रथाटी प्रचलित
ପ୍ରଚଳିତ ହୋଇ ଆସୁଛି, ତେବେ ଏହା ପଛରେ ନିଶ୍ଚିତ ରୂପେ ରହିଛି ନିଜର ପରମ୍ପରା ପ୍ରତି ଗଭୀର ବିଶ୍ୱାସ ଏବଂ ସେଠିକାର ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କର ପୂର୍ଣ୍ଣ ସମର୍ଥନ। 2010 ମସିହା ପରଠାରୁ ସରକାର ଏବଂ ପ୍ରଶାସନ ଏହାକୁ ବେଆଇନ ଘୋଷଣା କରିବା ସହିତ ସମ୍ପୂର୍ଣ୍ଣ ରୂପେ ସଜାଗ ଅଛନ୍ତି ଯେପରି ଏହି ତଲାଇକୁଥଲକୁ ଆଉ କୌଣସି ରୂପେ ଗ୍ରହଣ କରା ନଯାଏ। କିନ୍ତୁ କୁହାଯାଏ ଯେ ଏହାର ମାତ୍ରା କମିବା ପରିବର୍ତ୍ତେ ବରଂ ଦିନକୁ ଦିନ ବଢ଼ି ଚାଲିଛି। ଆଉ ଏହାର କାରଣ ପଛରେ ଅଛି ଗ୍ରାମୀଣ ଯୁବକ ଯୁବତୀମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ଉଦ୍ଦେଶ୍ୟରେ ତଥା ସହରୀ ଜୀବନର ଚାକଚକ୍ୟ ଆଡ଼କୁ ଆକର୍ଷଣର ବୃଦ୍ଧି। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ନିଶ୍ଚିତ ରୂପେ ଏହା ଏକ ବଡ଼ କଳଙ୍କ, ଏଥିରେ କୌଣସି ସନ୍ଦେହ ନାହିଁ। ଆଉ ଏହାକୁ ଆମ ଦେଶରୁ ସମ୍ପୂର୍ଣ୍ଣ ରୂପେ ହଟେଇ ଦିଆଯାଇପାରିବ ଯଦି ଭାରତର ଯୁବପିଢ଼ିମାନେ ଜାଗ୍ରତ ହେବେ। ଆଉ ଆଜିର ଯୁବପିଢ଼ିକୁ ବୁଝିବାକୁ ପଡ଼ିବ ଯେ ଯଦି ସେମାନେ ନିଜର ବୃଦ୍ଧ ପିତାମାତାଙ୍କୁ ବଞ୍ଚାଇ ତାଙ୍କର ଜୀବନକୁ ଯଦି ଖୁସି ଏବଂ ଆନନ୍ଦରେ ଭରି ଦେଉଛନ୍ତି, ନିଶ୍ଚିତ ରୂପେ ତାଙ୍କ ନିଜର ଆଗାମୀ ଭବିଷ୍ୟତ ଜୀବନ ଖୁସି ଏବଂ ଆନନ୍ଦରେ ଭରା ରହିବ।